ଯେତେବେଳେ ପରମେଶ୍ୱର ସମଗ୍ର ଜଗତକୁ ଅଗ୍ନି ଦ୍ୱାରା ବିଚାର କରିବେ, ସେ କିପରି ମାନବ ଜାତି ପାଇଁ ପରିତ୍ରାଣର ପଥ ଖୋଲିବେ? ଆଜି ଆସନ୍ତୁ ଆମେ ଦୁଇଟି ବିଚାର ଏବଂ ନିସ୍ତାର ପର୍ବ ଶୀର୍ଷକ ଉପଦେଶ ସହିତ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଏବଂ ବାଇବଲ ମାଧ୍ୟମରେ ପରିତ୍ରାଣର ଏହି ପଥକୁ ନିଶ୍ଚିତ କରିବା, ଯାହାଦ୍ୱାରା ଆମେ ସମସ୍ତେ ବିଶ୍ୱସ୍ତ ଭାବରେ ସେହି ପଥରେ ଚାଲିପାରିବା। ଦୁଇଟି ବିଚାର ହେଉଛି ନୋହଙ୍କ ସମୟର ଜଳପ୍ଲାବନ, ଯେତେବେଳେ ପରମେଶ୍ୱର ପ୍ରଥମେ ଜଳରେ ଜଗତର ବିଚାର କଲେ, ଏବଂ ଦ୍ୱିତୀୟଟି ହେଉଛି ଅନ୍ତିମ କାଳ, ଯେତେବେଳେ ପରମେଶ୍ୱର ପୁନର୍ବାର ଅଗ୍ନିରେ ଜଗତର ବିଚାର କରିବେ। ମୁଁ ନିଶ୍ଚିତ ଆପଣମାନେ ବାଇବଲର ଏହି ସତ୍ୟଗୁଡ଼ିକୁ ମନେ ରଖିଛନ୍ତି ଓ ଏହା ସହ ପରିଚିତ। କାହିଁକି ଜଗତ ବିଚାରିତ ହେବ? ଆସନ୍ତୁ ଆମେ ସେହି ସମୟ ବିଷୟରେ ବିଚାର କରିବା ଯେତେବେଳେ ପରମେଶ୍ୱର ଜଗତର ବିଚାର କରିଥିଲେ। ନୋହଙ୍କ ସମୟ, ସଦମ ଓ ହୋମରାର ସମୟ ଏବଂ ଅନ୍ତିମ କାଳ, ଏହି ସମସ୍ତ ସମୟରେ କେଉଁ କଥାଟି ସାଧାରଣ ଥିଲା? ଏହି ପ୍ରତ୍ୟେକ ସମୟ ମଧ୍ୟରେ ଲୋକମାନେ ସମସ୍ତେ ବିଦ୍ରୋହୀ, ପରମେଶ୍ୱରଙ୍କଠାରୁ ବିଚ୍ଛିନ୍ନ, ଦୁଷ୍ଟ ଏବଂ ଅନୈତିକ ଥିଲେ। ସେହି ସମୟରେ ଏପରି ସାମାଜିକ ପରିସ୍ଥିତି ଥିଲା। ମୁଁ ପ୍ରାର୍ଥନା କରୁଛି ଆଜି ଆମେ ଏହି ସତ୍ୟକୁ ଉପଲବ୍ଧି କରିପାରିବା ଯେ ନୋହଙ୍କ ସମୟରେ, ସଦମ ଓ ହୋମରାର ସମୟରେ ଏବଂ ଅନ୍ତିମ କାଳରେ ମଧ୍ୟ ଆମର ଶତ୍ରୁ ଶୟତାନ କିପରି ଲୋକଙ୍କୁ ପରମେଶ୍ୱରଙ୍କଠାରୁ ଦୂରେଇ ନେବା ପାଇଁ ଦୁଷ୍ଟ ଯୋଜନା ବ୍ୟବହାର କରେ। ଦୁଇଟି ବିଚାର ଏବଂ ନିସ୍ତାର ପର୍ବ ଉପଦେଶ ଶୀର୍ଷକ ଅଧୀନରେ ଆସନ୍ତୁ ପ୍ରଥମେ ଏବ୍ରୀ ଅଧ୍ୟାୟ 11 ପଦ 6 ଦେଖି ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ ଆରମ୍ଭ କରିବା। ଆସନ୍ତୁ ଏବ୍ରୀ ଅଧ୍ୟାୟ 11 ପଦ 6କୁ ଦେଖିବା। ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ। ସୁସମାଚାରର ପଥରେ ଚାଲିବା ସମୟରେ ଆମେ ନିରନ୍ତର ଜଗତ ଦ୍ୱାରା ପ୍ରଭାବିତ ହୋଇଥାଉ। ଆମେ ଆମ ପାରିପାର୍ଶ୍ୱିକ ପରିବେଶରେ ଅତି ସହଜରେ ମିଶିଯାଉ ଏବଂ ତା ସହିତ ଖାପ ଖୁଆଇ ନେଉ, ଯେପରିକି ଆମ ଚାରିପାଖର ଲୋକଙ୍କ ଚିନ୍ତାଧାରା, ସେମାନଙ୍କ ଜୀବନଶୈଳୀ ଏବଂ ଆମ ସମାଜର ବିଭିନ୍ନ ରୀତିନୀତି। ପରମେଶ୍ୱର ଆମ୍ଭଙ୍କୁ ନୂତନ ସୃଷ୍ଟିରେ ଗଢ଼ିବାକୁ କାର୍ଯ୍ୟ କରନ୍ତି। ତୁମେ ଏପରି ବ୍ୟକ୍ତି ହୁଅ, ଏହା ଆମ୍ଭ ପାଇଁ ତାଙ୍କର ଇଚ୍ଛା ଅଟେ। ତଥାପି ଆମ୍ଭେ ଜଗତ ଦ୍ୱାରା ପ୍ରାୟତଃ ପ୍ରଭାବିତ ହୋଇଥାଉ, କିନ୍ତୁ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଏହି ସବୁ ପ୍ରଭାବକୁ ଜୟ କରିପାରିବା। କିନ୍ତୁ ଯଦି ଆମ୍ଭର ବିଶ୍ୱାସ ନଥାଏ, ତେବେ ଆମ୍ଭର ଆତ୍ମିକ ଜୀବନ କେଉଁଆଡ଼େ ଭାସିଯିବ? କେଉଁଆଡ଼େ ଆମ୍ଭର ହୃଦୟ ଟାଣି ହୋଇଯିବ? ଆମ୍ଭେମାନେ ନିଶ୍ଚିତ ଭାବେ ଜଗତ ଆଡ଼କୁ ଚାହିଁ ଭାବିବୁ, କିନ୍ତୁ ଅନ୍ୟ ସମସ୍ତେ ତ ଏହିପରି କରନ୍ତି। ସେତେବେଳେ ପରମେଶ୍ୱରଙ୍କ ଇଚ୍ଛାର ଜୀବନ ଅର୍ଥାତ୍ ପୁନର୍ଜନ୍ମ ପ୍ରାପ୍ତ ଜୀବନଯାପନ କରିବା କଷ୍ଟକର ହୋଇଯାଏ। ବିଶ୍ୱାସ ଦ୍ୱାରା ହିଁ ଆମ୍ଭେ ସାଂସାରିକ ପ୍ରଭାବରୁ ରକ୍ଷା ପାଇପାରୁ, କାରଣ ଏହା ଆମ୍ଭ ଜୀବନର ଲକ୍ଷ୍ୟ ପରମେଶ୍ୱରଙ୍କ ରାଜ୍ୟରେ ସ୍ଥିର କରେ, ନୁହେଁ କି? ଆସନ୍ତୁ ଆଗକୁ ଦେଖିବା। ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାର ଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ। ବିଶ୍ୱାସ ଦ୍ୱାରା ନୁହଁ, ଶେଷ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ। ପୁଣି ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ। ଏଥିରେ ଲେଖା ଅଛି, ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ। ଭାଇ ଓ ଭଉଣୀମାନେ, ଅଦେଖା ବିଷୟରେ ବିଶ୍ୱାସ କରିବା କ'ଣ ଏକ ସହଜ କାର୍ଯ୍ୟ? କଳ୍ପନା କରନ୍ତୁ, ସମଗ୍ର ଜଗତ ସମ୍ପୂର୍ଣ୍ଣ ଜଳମଗ୍ନ। ଏହା ଏକ ଦୃଶ୍ୟ ଯାହା ଆଜି ଯାଏ ଆମ୍ଭମାନଙ୍କ ମଧ୍ୟରୁ କେହି ଦେଖିନାହାନ୍ତି। ନୋହଙ୍କ ସମୟରେ ସମଗ୍ର ଜଗତ ଜଳପ୍ଲାବିତ ହୋଇଥିଲା। ଆପଣ କଳ୍ପନା କରିପାରିବେ କି? ସେତେବେଳେ ଏହା ସମ୍ପୂର୍ଣ୍ଣ କଳ୍ପନାର ଅତୀତ ଥିଲା। ଏଥିପାଇଁ ଏବ୍ରୀ ଅଧ୍ୟାୟ 11ରେ ଏହି ଘଟଣାଗୁଡ଼ିକୁ ଅପ୍ରକାଶିତ ବିଷୟ ବୋଲି କୁହାଯାଇଛି। ସେହିପରି ଭବିଷ୍ୟତରେ ପରମେଶ୍ୱର ଜଗତକୁ ଅଗ୍ନି ଦ୍ୱାରା ସମ୍ପୂର୍ଣ୍ଣ ବିଚାର କରିବେ, ଏହା ମଧ୍ୟ ଆମ୍ଭେମାନେ କେବେ ଦେଖିନାହୁଁ। ସମଗ୍ର ଜଗତ ଅଗ୍ନିରେ ଭସ୍ମୀଭୂତ ହେବ, ଏହା କ'ଣ ଏକ ଅକଳ୍ପନୀୟ ଦୃଶ୍ୟ ନୁହେଁ କି? ତଥାପି ପବିତ୍ର ଶାସ୍ତ୍ର କୁହେ ଯେ ନୋହ ତାହା ବିଶ୍ୱାସ କଲେ। ସେ ବିଶ୍ୱାସ କରି କ'ଣ ପ୍ରସ୍ତୁତ କଲେ? ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ସେ ଜାହାଜ ପ୍ରସ୍ତୁତ କଲେ।
ଆସନ୍ତୁ ଆଦି ପୁସ୍ତକ ଅଧ୍ୟାୟ 6 ପଦ 9ରେ ଏହା ଦେଖିବା। ଆଦି ପୁସ୍ତକ ଅଧ୍ୟାୟ 6 ପଦ 9। 창세기 6장 9절의 말씀 함께 보겠습니다. ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ। ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। 그가 세 아들을 ନୋହ, ସେମ ଓ ହାମ ଓ ଜେଫତ ଏହି ତିନି ପୁତ୍ରଙ୍କୁ ଜାତ କଲେ। 온 땅이 ପୃଥିବୀର ଅବସ୍ଥା କିପରି ଥିଲା? 하나님 앞에 어떠했다고요? ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା। 뭐 도덕적인 ନୈତିକତା ଏବଂ ଆଚରଣ ଦୃଷ୍ଟିରୁ ସମଗ୍ର ପୃଥିବୀ ଅତ୍ୟନ୍ତ ଦୁଷ୍ଟ ଓ ଭ୍ରଷ୍ଟ ହୋଇଯାଇଥିଲା। ଆସନ୍ତୁ 12 ପଦ ଦେଖିବା। ପୁଣି ପରମେଶ୍ୱର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ ତାହା ଭ୍ରଷ୍ଟ ହୋଇଅଛି, ଯେହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି। 혈육 있는 자의 행위가 ତେଣୁ ପରମେଶ୍ୱର ନୋହଙ୍କୁ କହିଲେ, ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମ କାଳ ଉପସ୍ଥିତ ହେଲା, ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି। ପୁଣି ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ତୁମ୍ଭେ ଗୋଫର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର, ତହିଁ ମଧ୍ୟରେ ନାନା କୋଠରୀ ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର। ଏହି ବାକ୍ୟରେ ପରମେଶ୍ୱର ନୋହଙ୍କୁ ଜାହାଜ ପ୍ରସ୍ତୁତ କରିବାକୁ ଆଜ୍ଞା ଦେଲେ ଏବଂ ସୂଚି ଓ ଅସୂଚି ପଶୁମାନଙ୍କ ମଧ୍ୟରୁ ପ୍ରତ୍ୟେକ ପ୍ରକାରର ଗୋଟିଏ ଅଣ୍ଡିରା ଓ ମାଇ ଯୋଡ଼ା ଜାହାଜକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ। 하나님께서 다 명하셨던 것이죠. ଆସନ୍ତୁ ପଦ 21କୁ ଯିବା। 너는 먹을 모든 ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସର୍ବପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ। 노아가 그와 같이 하되 ତହିଁରେ ନୋହ ସେରୂପ କଲେ। ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ। ପରମେଶ୍ୱର କିପରି ଜଳରେ ଜଗତର ବିଚାର କରିବେ ତାହା କଳ୍ପନା କରିପାରୁ ନଥିଲେ ମଧ୍ୟ 이와 같은 환경 속에서 ନୋହ ବିଶ୍ୱସ୍ତ ଭାବରେ ପରମେଶ୍ୱରଙ୍କ ସମସ୍ତ ଆଜ୍ଞା ପାଳନ କଲେ। 해로 준행했습니다. ଏହା ଠିକ୍ ସେହିପରି ଯେପରି ଆଜି ଆମ୍ଭେମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରୁ। 봐라, 하나님의 말씀 ସମୀରଣରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କର। ଆଜି ଆମ୍ଭେମାନେ ଏକ ଦୁଷ୍ଟ ଓ ବ୍ୟଭିଚାରୀ ପିଢ଼ିରେ ବାସ କରୁଛୁ। ତଥାପି ଏପରି ଜଗତରେ ମଧ୍ୟ ପରମେଶ୍ୱର ତାହାଙ୍କ ପ୍ରିୟ ସନ୍ତାନମାନଙ୍କୁ ଉଦ୍ଧାର କରିବାକୁ କାର୍ଯ୍ୟ କରନ୍ତି। ଯେପରି ପରମେଶ୍ୱର ଜଳରେ ଜଗତର ବିଚାର ପୂର୍ବରୁ ଜାହାଜ ପ୍ରସ୍ତୁତ କଲେ, ସେହିପରି ଏହି ଶେଷ କାଳରେ ସେ ସିଓନ ପ୍ରସ୍ତୁତ କରିଛନ୍ତି, ଯେପରି ସମସ୍ତେ ସେଠାକୁ ଆସିପାରିବେ। ଆହୁରି ମଧ୍ୟ ସମଗ୍ର ଜଗତକୁ ଏହା ଜଣାଇବାର ମହାନ ଦାୟିତ୍ୱ ସେ ଆମ୍ଭମାନଙ୍କୁ ଦେଇଛନ୍ତି, ନୁହେଁ କି? ଆଜିର ବାର୍ତ୍ତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଯେ ଯଦିଓ ନୋହ ଏପରି ଘଟଣା କେବେ ଦେଖି ନଥିଲେ, ତଥାପି ସେ ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କଲେ ଏବଂ ତାଙ୍କର ଆଜ୍ଞା ଅନୁସାରେ ସବୁକିଛି ପାଳନ କଲେ। ସେହିପରି ଭବିଷ୍ୟତରେ ସମଗ୍ର ଜଗତର ଯେଉଁ ଅଗ୍ନିମୟ ବିଚାର ହେବ ତାହା ମଧ୍ୟ ଆମ୍ଭେମାନେ କେବେ ଦେଖିନାହୁଁ। ତେଣୁ ନୋହଙ୍କ ପରି ଆମ୍ଭମାନଙ୍କୁ ମଧ୍ୟ ଏହି ଯୁଗରେ ପରିତ୍ରାଣ ପାଇଁ ପ୍ରସ୍ତୁତ ହେବା ଉଚିତ। ଆମ୍ଭମାନଙ୍କୁ ସମସ୍ତ ଲୋକଙ୍କୁ ପଥ ଦେଖାଇବା ଉଚିତ, ଯେପରି ସେମାନେ ସିଓନକୁ ଫେରିପାରିବେ। ଆଜିର ବାର୍ତ୍ତାର ଶୀର୍ଷକ ହେଉଛି ଦୁଇଟି ବିଚାର ଏବଂ ନିସ୍ତାର ପର୍ବ, ଏବଂ ଆମ୍ଭେମାନେ ଦେଖିପାରିବା ଯେ ଏହି ଦୁଇ ବିଚାରର ପରିସ୍ଥିତି ଅତ୍ୟନ୍ତ ସମାନ। ଆସନ୍ତୁ ଆମେ ଦ୍ୱିତୀୟ ପିତରଙ୍କ ପୁସ୍ତକର 3 ଅଧ୍ୟାୟ 6 ପଦ ଉପରେ ନଜର ପକାଇବା। ଦ୍ୱିତୀୟ ପିତର ଅଧ୍ୟାୟ 3 ପଦ 6। ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଲାବିତ ହୋଇ ବିନଷ୍ଟ ହେଲା। ଏହା ନୋହଙ୍କ ସମୟ ବିଷୟରେ ବର୍ଣ୍ଣନା ଅଟେ। ପୁଣି ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ପରମେଶ୍ୱର ଯେଉଁ ବାକ୍ୟ ଦେଇ ଜଳ ଦ୍ୱାରା ଜଗତର ବିଚାର କଲେ ତାହା ତାଙ୍କର ବାକ୍ୟ ଥିଲା ଏବଂ ଏହି ଜଗତକୁ ଅଗ୍ନି ଦ୍ୱାରା ବିଚାର କରିବାକୁ ତାଙ୍କର ଘୋଷଣା ମଧ୍ୟ ତାଙ୍କ ବାକ୍ୟ ଦ୍ୱାରା ଅଟେ। ପୁଣି ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। 심판과 멸망의 날까지 하나님께서 보존하고 계신다고 했습니다. ଶେଷରେ ଏହି ଜଗତର ଅଧାର୍ମିକ ଲୋକମାନେ ସମସ୍ତେ ବିଚାରର ଅଧୀନ ଅଟନ୍ତି, ଯେପରି ସେମାନେ ନୋହଙ୍କ ସମୟରେ ଥିଲେ। ତେଣୁ ସେମାନଙ୍କ କାର୍ଯ୍ୟ ବା ଜୀବନଶୈଳୀ ଅନୁକରଣ କରିବାର ଆମ୍ଭମାନଙ୍କର କୌଣସି କାରଣ ନାହିଁ।
ଆମ୍ଭେ କହିବା ଉଚିତ ନୁହେଁ, କିନ୍ତୁ ସଂସାର ଏପରି କରେ ଏବଂ ଏହା ଠିକ ମନେ ହୁଏ। ସବୁ ବିଷୟରେ ଆମ୍ଭର ମାନଦଣ୍ଡ ସର୍ବଦା ପରମେଶ୍ୱର ହେବା ଉଚିତ। ଆମ୍ଭଙ୍କୁ ସର୍ବଦା ପଚାରିବା ଉଚିତ, ପରମେଶ୍ୱର ଏହାକୁ କିପରି ଦେଖନ୍ତି? କେବଳ ସେତେବେଳେ ହିଁ ଆମ୍ଭେ ଉପଯୁକ୍ତ ବିଶ୍ୱାସ ଦ୍ୱାରା ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହି ନୋହ ପାଇଥିବା ପରିତ୍ରାଣରେ ଅଂଶୀଦାର ହୋଇପାରିବା। ହଁ ନା? ଆସନ୍ତୁ ପଦ 9 ଦେଖିବା। ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ। କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ପରମେଶ୍ୱର ଅପେକ୍ଷା କରିଛନ୍ତି ଯେ ଆମ୍ଭେ ତାହାଙ୍କ ଇଚ୍ଛାନୁସାରେ ବିଶ୍ୱାସର ମାନଦଣ୍ଡରେ ଦୃଢ଼ ରହି ଜଗତ ଓ ନିଜର ଦୁର୍ବଳତାକୁ ଜୟ କରି ଶୈତାନର ସମସ୍ତ ପରୀକ୍ଷା ଓ ପ୍ରତାରଣା ଉପରେ ସର୍ବଦା ବିଜୟୀ ହେବା। 승리하는 이와 같은 위치에 서기를 하나님께서는 기다리고 계십니다. ପଦ 10 ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ। ସେହିଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ। ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ ତୁମ୍ଭମାନଙ୍କର କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ। ଆପଣ ଏଠାରେ ଦେଖିପାରୁଥିବା ପରି ପରମେଶ୍ୱର କେଉଁ ପ୍ରକାର ଜୀବନ ଉପରେ ଗୁରୁତ୍ୱ ଦିଅନ୍ତି? ତୁମ୍ଭମାନଙ୍କର କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ। ବାଇବଲର ଏହି ପଦଗୁଡ଼ିକ ଦର୍ଶାଏ ଯେ ନୋହଙ୍କ ଆଉ ସଦମ ଗମରାର ସମୟରେ କ'ଣ ଘଟିଥିଲା। 너무 무뎌져 있고 ଲୋକେ ଧାର୍ମିକ ଆଚରଣରୁ ଦୂରେଇ ଯିବାରୁ ପରମେଶ୍ୱର ବିଚାର ଦ୍ୱାରା ସେମାନଙ୍କୁ ଶାସନ କଲେ। 심판으로서 다스렸다는 것을 성경을 통해서 우리가 확인할 수 있는 대목들입니다. ପଦ 12 ଈଶ୍ୱରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜଳି ଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ, ସେହି ଦିନର ଆଗମନର ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସ ସ୍ଥଳ ହେବ। କ'ଣ ଆପଣମାନେ ଏପରି ଦୃଶ୍ୟ କଳ୍ପନା କରିପାରିବେ? ଆପଣ ହୁଏତ ଭାବୁଥିବେ ମୌଳିକ ବସ୍ତୁ କିପରି ତରଳିବ, କିପରି ଆକାଶମଣ୍ଡଳ ଅଗ୍ନି ଦ୍ୱାରା ଧ୍ୱଂସ ହେବ। ଯେତେବେଳେ ପରମେଶ୍ୱର ନୋହଙ୍କୁ ଜାହାଜ ପ୍ରସ୍ତୁତ କର ବୋଲି ନିର୍ଦ୍ଦେଶ ଦେଇ ସେଥିରେ ପ୍ରବେଶ କରିବାକୁ ଆଜ୍ଞା ଦେଲେ, ଲୋକମାନେ ଆଶ୍ଚର୍ଯ୍ୟ ହେଲେ। ସମଗ୍ର ପୃଥିବୀକୁ ଘୋଡ଼ାଇବା ପାଇଁ ଏତେ ଜଳ କେଉଁଠାରୁ ଆସିପାରିବ? ଏହା ଏକ ଅକଳ୍ପନୀୟ ଦୃଶ୍ୟ। ତଥାପି ନୋହ ପରମେଶ୍ୱରଙ୍କ ବାକ୍ୟକୁ କେବଳ ତାଙ୍କ ବାକ୍ୟ ବୋଲି ବିଶ୍ୱାସ କଲେ ଏବଂ ଆଜ୍ଞାନୁସାରେ ସବୁକିଛି କଲେ। ସେହିପରି ପରମେଶ୍ୱର ଅଗ୍ନିରେ ଜଗତର ବିଚାର କରିବେ ବୋଲି ବିଶ୍ୱାସ କରି ତାଙ୍କ ଆଜ୍ଞାରେ ଆମ୍ଭେ ସିୟନରେ ପ୍ରବେଶ କରିବା ଉଚିତ। ଏହି ସଂସାରର ଅନୁରୂପୀ ହୁଅ ନାହିଁ କିମ୍ବା ଏହି ପିଢ଼ିର ଚାଲିଚଳଣି ଶିଖ ନାହିଁ। ମୁଁ ବିଶ୍ୱାସ କରେ ଯେ ଏହି ଶିକ୍ଷା ଅନୁସାରେ ଆମର ବିଶ୍ୱାସର ଯାତ୍ରା ଈଶ୍ୱର ଭକ୍ତି ଓ ପବିତ୍ରତାରେ ପରିଚାଳିତ ହେବା ଉଚିତ। ଆସନ୍ତୁ ପଦ 13 ଦେଖିବା। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସ ସ୍ଥଳ ହେବ। ଅତଏବ ହେ ପ୍ରିୟମାନେ, ତୁମ୍ଭେମାନେ ଏହି ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାଙ୍କ ଛାମୁରେ ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର। ତେବେ ଏହି କାର୍ଯ୍ୟରେ ଆହୁରି ଅଧିକ ପରିଶ୍ରମ କରିବା ଆମ୍ଭର ଉଚିତ ନୁହେଁ କି? ଯୁଗାନ୍ତରେ ଅଗ୍ନି ଦ୍ୱାରା ବିଚାର କରିବା ପୂର୍ବରୁ ପରମେଶ୍ୱର ଆମ୍ଭଙ୍କୁ ସମଗ୍ର ଜଗତରେ ଶୀଘ୍ର ମଙ୍ଗଳ ସମାଚାର ପ୍ରଚାର କରିବାକୁ ଆଜ୍ଞା ଦେଇଛନ୍ତି। ଏହି ସୁସମାଚାର ଆମ୍ଭଙ୍କୁ ପ୍ରଚାର କରିବାକୁ ହେବ, କାରଣ ସେହି ସମୟ ନିଶ୍ଚୟ ଆସିବ। ଆସନ୍ତୁ ମାଥ୍ୟୁ ଲିଖିତ ସୁସମାଚାର ଅଧ୍ୟାୟ 28 ପଦ 18 ଦେଖିବା। ମାଥ୍ୟୁ ଅଧ୍ୟାୟ 28 ପଦ 18। ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗା ପର୍ଯ୍ୟନ୍ତ ସଦା ସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା ଦେଇଅଛି ଏହାକୁ ନେଇ ଆମ୍ଭଙ୍କୁ କ'ଣ କରିବାକୁ ହେବ? ସେଗୁଡ଼ିକ ପାଳନ କରିବାକୁ ଆଜ୍ଞା ଅଛି। ଅଧିକନ୍ତୁ ସେ ଆମ୍ଭଙ୍କୁ ସର୍ବଜାତିଙ୍କୁ ତାହା ପ୍ରଚାର କରିବାକୁ ଆଜ୍ଞା ଦେଲେ।
ନୋହଙ୍କ ସମୟରେ ପରମେଶ୍ୱର ଜଳ ଦ୍ୱାରା ଜଗତର ବିଚାର କରିବା ପୂର୍ବରୁ ପ୍ରତ୍ୟେକ ଜୀବିତ ପ୍ରାଣୀଙ୍କୁ ଏକ ସୁଯୋଗ ଦେଇଥିଲେ। ତଥାପି ଲୋକମାନେ ବିଦ୍ରୋହୀ ହୋଇ ପରମେଶ୍ୱରଙ୍କ ବାକ୍ୟକୁ ପରିହାସ ଓ ଉପହାସ କଲେ। ହିଜେକିୟଙ୍କ ସମୟରେ ମଧ୍ୟ ସେମାନେ ପରମେଶ୍ୱରଙ୍କ ବାକ୍ୟକୁ ପରିହାସ ଓ ଉପହାସ କଲେ ଏବଂ ଏହି ଯୁଗରେ ମଧ୍ୟ ତାଙ୍କ ବାକ୍ୟକୁ ଉପହାସ କରୁଛନ୍ତି। ପରମେଶ୍ୱରଙ୍କର କୌଣସି ନିର୍ଦ୍ଦେଶ ବା ମାର୍ଗଦର୍ଶନକୁ ସେମାନେ କର୍ଣ୍ଣପାତ କରନ୍ତି ନାହିଁ। କିନ୍ତୁ ଯେବେ ମୃତ୍ୟୁ ସେମାନଙ୍କ ଦ୍ୱାରରେ ଥାଏ ଓ ସେମାନେ ବୁଝି ଭାବନ୍ତି ମୋତେ ଜାହାଜକୁ ଯିବାକୁ ହେବ, ସେତେବେଳେ କ'ଣ ସେମାନଙ୍କ ପକ୍ଷେ ଯିବା ସମ୍ଭବ ହେବ? ତାହା ଅସମ୍ଭବ ଅଟେ। ଏହି କାରଣରୁ ହିଁ ସିଓନର ଅନେକ ପରିବାର ଯେଉଁମାନେ ଏହି ବାର୍ତ୍ତା ଶୁଣି ନାହାନ୍ତି ସେମାନଙ୍କୁ ସୁସମାଚାର ପ୍ରଚାର କରିବାକୁ ବିଦେଶ ଯାଉଛନ୍ତି, ନୁହେଁ କି? ଆସନ୍ତୁ ଜିସାଇୟା ଅଧ୍ୟାୟ 43 ଖୋଲି ପ୍ରତିଜ୍ଞାର ବାକ୍ୟ ପଢ଼ିବା। ଯେବେ ପରମେଶ୍ୱର ଅଗ୍ନିରେ ଜଗତର ବିଚାର କରିବେ, ସେ ଆମ୍ଭଙ୍କୁ ଉଦ୍ଧାର କରିବେ। ଏପରି ସମ୍ବାଦ ବହୁମୂଲ୍ୟ ଓ ଧନ୍ୟ ଅଟେ। ଆସନ୍ତୁ ଜିସାଇୟା ଅଧ୍ୟାୟ 43 ପଦ 1 ଦେଖିବା। ମାତ୍ର ହେ ଯାକୁବ, ଯେ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ ଏହି କଥା କହନ୍ତି, ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଆହ୍ୱାନ କରିଅଛୁ। ତୁମ୍ଭେ ଆମ୍ଭର। ତୁମ୍ଭେ ଜଳ ମଧ୍ୟ ଦେଇ ଯିବାବେଳେ ଆମ୍ଭେ ତୁମ୍ଭର ସଙ୍ଗୀ ହେବା। ନଦ ନଦୀ ମଧ୍ୟରେ ଗମନ କଲେ ସେ ସବୁ ତୁମ୍ଭକୁ ମଗ୍ନ କରିବ ନାହିଁ। ତୁମ୍ଭେ ଅଗ୍ନି ମଧ୍ୟରେ ଗମନ କରିବା ବେଳେ ଦଗ୍ଧ ନୁହିବ, କିଅବା ଅଗ୍ନିଶିଖା ତୁମ୍ଭର ଦାହ ଜନ୍ମାଇବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଇସ୍ରାଏଲର ଧର୍ମସ୍ୱରୂପ, ତୁମ୍ଭର ତ୍ରାଣକର୍ତ୍ତା ଅଟୁ। ଆମ୍ଭେ ତୁମ୍ଭ ମୁକ୍ତିର ମୂଲ୍ୟ ସ୍ୱରୂପେ ମିଶର ଓ ତୁମ୍ଭ ପରିବର୍ତ୍ତେ କୁଶ ଓ ଶିବା ଦେଶ ଦେଇଅଛୁ। ତୁମ୍ଭେ ଆମ୍ଭ ଦୃଷ୍ଟିରେ ବହୁମୂଲ୍ୟ ଓ ସମ୍ଭ୍ରାନ୍ତ ହୋଇଅଛ ଓ ଆମ୍ଭେ ତୁମ୍ଭକୁ ପ୍ରେମ କରିଅଛୁ। ଏହେତୁ ଆମ୍ଭେ ତୁମ୍ଭ ପରିବର୍ତ୍ତେ ମନୁଷ୍ୟମାନଙ୍କୁ ଓ ତୁମ୍ଭ ପ୍ରାଣର ପରିବର୍ତ୍ତେ ଗୋଷ୍ଠୀବର୍ଗକୁ ଦେବା। ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ପରମେଶ୍ୱର ଆଜି ମଧ୍ୟ ଆମ୍ଭଙ୍କୁ ଏହି ବାର୍ତ୍ତା ଦେଉଛନ୍ତି। ଜଳ ଓ ଅଗ୍ନି ମଧ୍ୟରେ ସେ କ'ଣ କରିବେ ବୋଲି କହନ୍ତି? ସେ ଆମ୍ଭଙ୍କ ସହ ରହି ସମସ୍ତରୁ ଉଦ୍ଧାର କରିବାକୁ ପ୍ରତିଜ୍ଞା କଲେ। ଆସନ୍ତୁ ଗୀତ ସଂହିତା 91 ପଦ 7। ଗୀତ ସଂହିତା 91 ପଦ 7। ତୁମ୍ଭ ପାର୍ଶ୍ୱରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ, ମାତ୍ର ତାହା ତୁମ୍ଭ କତିକି ଆସିବ ନାହିଁ। ତୁମ୍ଭେ କେବଳ ସ୍ୱଚକ୍ଷୁରେ ନିରୀକ୍ଷଣ କରିବ ଓ ଦୁଷ୍ଟମାନଙ୍କର ପ୍ରତିଫଳ ଦେଖିବ। କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋହର ଆଶ୍ରୟ, ସର୍ବୋପରିଷ୍ଠାଙ୍କୁ ତୁମ୍ଭେ ଆପଣା ବାସସ୍ଥାନ କରିଅଛ। ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, କିଅବା କୌଣସି ମାରି ତୁମ୍ଭ ତମ୍ବୁ ନିକଟକୁ ଆସିବ ନାହିଁ। ପରମେଶ୍ୱରଙ୍କ ପ୍ରତିଜ୍ଞା ବିପଦକୁ ଦୂରେଇ ରଖେ, ନୁହେଁ କି? ଆସନ୍ତୁ ଦେଖିବା ପରମେଶ୍ୱର କିପରି ସିଓନର ସନ୍ତାନଙ୍କୁ ରକ୍ଷା କରିବେ ବୋଲି କହିଛନ୍ତି। ଜଳ ଦ୍ୱାରା ବିଚାର ଏବଂ ଅଗ୍ନି ଦ୍ୱାରା ବିଚାର, ଏପରି ଘଟଣା ଯାହା ମାନବ ଜାତି ପୂର୍ବରୁ କେବେ ଦେଖିନାହିଁ। ତଥାପି ଏହି ଘଟଣାଗୁଡ଼ିକ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ହିଁ ଘଟିବ। ତେଣୁ ଆମ୍ଭମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ଆଜ୍ଞା ଦିଆଯାଇଛି। ଆସନ୍ତୁ ସେ ଆମ୍ଭଙ୍କୁ ଜଳ ଓ ଅଗ୍ନି ମଧ୍ୟରୁ କିପରି ଉଦ୍ଧାର କରିବେ ସେହି ପ୍ରତିଜ୍ଞା ବିଷୟରେ ପଢ଼ିବା ପାଇଁ ଯାତ୍ରା ପୁସ୍ତକ ଅଧ୍ୟାୟ 12 ଦେଖିବା। ଆସନ୍ତୁ ଯାତ୍ରା ଅଧ୍ୟାୟ 12 ପଦ 11 ଦେଖିବା। ଏହି ପ୍ରକାରେ ତୁମ୍ଭେମାନେ ତାହା ଭୋଜନ କରିବ, ଅର୍ଥାତ୍ କଟି ବନ୍ଧନ କରି ପାଦରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଚଞ୍ଚଳ ତାହା ଭୋଜନ କରିବ। ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ। ପଦ 12। ଯେହେତୁ ଆମ୍ଭେ ଆଜି ରାତ୍ରି ମିଶର ଦେଶର ମଧ୍ୟ ଦେଇ ଯାଇ ମିଶର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମ ଜାତକୁ ସଂହାର କରିବା, ପୁଣି ମିଶ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା, ଆମ୍ଭେ ସଦାପ୍ରଭୁ
ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ। ଆଉ ଆମ୍ଭେ ମିଶର ଦେଶକୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ ପରମେଶ୍ୱର ମେଷଶାବକର ରକ୍ତକୁ ଦ୍ୱାରବନ୍ଧର ଦୁଇ ପାଖରେ ଓ କପାଳିରେ ଲଗାଇବାକୁ ଆଜ୍ଞା ଦେଇଥିଲେ। ଯେତେବେଳେ ସେ ରକ୍ତ ଦେଖିବେ ସେ କ'ଣ କରିବେ? ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା, ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ। ଏହି ପ୍ରତିଜ୍ଞା କେବଳ ପ୍ରାୟ 3500 ବର୍ଷ ପୂର୍ବେ ମିଶର ଦେଶରେ ପୂରଣ ହୋଇନଥିଲା। ପରମେଶ୍ୱର ପଦ 14ରେ କ'ଣ କହନ୍ତି? ଆଉ ସେହି ଦିନ ତୁମ୍ଭମାନଙ୍କର ସ୍ମରଣୀୟ ହେବ। ଏହି ଦିନଟି କ'ଣ? ଏହା ନିସ୍ତାର ପର୍ବ ଅଟେ। ପୁଣି ତୁମ୍ଭେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ। ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି ମତେ ଏହି ପର୍ବ ପାଳନ କରିବ। ଏହିପରି ନିସ୍ତାର ପର୍ବ ହେଉଛି ପରମେଶ୍ୱରଙ୍କ ପ୍ରତିଜ୍ଞାର ଏକ ପ୍ରତିଭୂତି। ନିସ୍ତାର ପର୍ବରେ ଏହି ମହାନ ପ୍ରତିଜ୍ଞା ରହିଛି ଯେ ବିଚାର ଜଳ, ଅଗ୍ନି ବା ଅନ୍ୟ କୌଣସି ପରିସ୍ଥିତିରେ ଆସୁ ପରମେଶ୍ୱର ସର୍ବଦା ସିଓନର ସନ୍ତାନମାନଙ୍କୁ ସୁରକ୍ଷା ଦେବେ। ତେଣୁ ଆପଣମାନେ ବିଦେଶ ଗଲାବେଳେ ନିସ୍ତାର ପର୍ବର ଇତିହାସ ବିଷୟରେ ବିସ୍ତୃତ ଶିକ୍ଷା ଦେବେ ଏବଂ ଆମ୍ଭେ କାହିଁକି ଏହା ପାଳନ କରିବା ଉଚିତ ତାହାର କାରଣ ସମ୍ପୂର୍ଣ୍ଣ ବୁଝାଇବେ ବୋଲି ମୁଁ ପ୍ରାର୍ଥନା କରୁଛି। ଯେପରି ଅଦେଖା ବିଷୟ ପାଇଁ ପ୍ରସ୍ତୁତ ହେଲେ, ସେହିପରି ଆମ୍ଭଙ୍କୁ ଅଦେଖା ବିଷୟ ପାଇଁ ପ୍ରସ୍ତୁତ ହେବାକୁ ପରମେଶ୍ୱର ନିସ୍ତାର ପର୍ବ ଦେଇଛନ୍ତି। ସେ ସମସ୍ତ ମାନବ ଜାତିକୁ ସିଓନକୁ, ଯେଉଁଠାରେ ତାହାଙ୍କର ପର୍ବ ପାଳନ କରାଯାଏ, ଫେରି ଆସିବା ପାଇଁ ପଥ ପ୍ରସ୍ତୁତ କରୁଛନ୍ତି। ଯାତ୍ରା ପୁସ୍ତକ 12 ଅଧ୍ୟାୟରେ ସେ ପ୍ରତିଜ୍ଞା କରନ୍ତି, ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା, ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ। ବର୍ତ୍ତମାନ କେଉଁ ମାଧ୍ୟମରେ ପରମେଶ୍ୱର ଏହି ପ୍ରତିଜ୍ଞା ଦେଉଛନ୍ତି? ପରମେଶ୍ୱର ନିସ୍ତାର ପର୍ବ ଦ୍ୱାରା ଏହି ପ୍ରତିଜ୍ଞା ଦେଉଛନ୍ତି, ନୁହେଁ କି? ସେଥିପାଇଁ ଗୀତ ସଂହିତା 91 ଅଧ୍ୟାୟରେ ଲେଖା ଅଛି, ତୁମ୍ଭ ପାର୍ଶ୍ୱରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ। ମାତ୍ର ବାଇବେଲ କ'ଣ କୁହେ? କ'ଣ ହେବ? ଏହି ପ୍ରତିଜ୍ଞା ଯେ ତାହା ତୁମ୍ଭ କତିକି ଆସିବ ନାହିଁ, ଏହି ବାକ୍ୟ କାହା ପାଇଁ ପ୍ରଯୁଜ୍ୟ? ଏହି ପ୍ରତିଜ୍ଞା ପାଇବା ପାଇଁ ସେମାନଙ୍କୁ କ'ଣ ପାଳନ କରିବାକୁ ହେବ? ନିସ୍ତାର ପର୍ବ ପାଳନକାରୀଙ୍କୁ ପରମେଶ୍ୱର ଏହି ପ୍ରତିଜ୍ଞା ଦେଇଛନ୍ତି। ଆଜି ପରମେଶ୍ୱରଙ୍କ ସତ୍ୟର ଏହି ବାକ୍ୟକୁ ହୃଦୟରେ ଧାରଣ କରି ଆସନ୍ତୁ ବାଇବଲରୁ ସେହି ଦିନ ବିଷୟରେ ଆଉ କିଛି ବିବରଣୀ ନିଶ୍ଚିତ କରିବା, ଯେବେ ପରମେଶ୍ୱର ଅଗ୍ନି ଦ୍ୱାରା ଜଗତର ବିଚାର କରିବେ। ଆସନ୍ତୁ ଏକାଠି ଜିରିମିୟା ଅଧ୍ୟାୟ 4 ପଦ 9 ଦେଖିବା। ଜିରିମିୟ ଅଧ୍ୟାୟ 4 ପଦ 9ରେ ଲେଖା ଅଛି, ପୁଣି ସଦାପ୍ରଭୁ କହନ୍ତି, ସେହି ଦିନ ରାଜାର ହୃଦୟ ଓ ଅଧିପତିଗଣର ହୃଦୟ କ୍ଷୟ ପାଇବ। ବାଇବଲ କୁହେ ଯେ ସେମାନେ ହୃଦୟ ହରାଇବେ, କାରଣ ସେହି ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଓ ଚକିତ କରିଦେବା ଭଳି ହେବ। ଓ ଯାଜକଗଣ ଚମତ୍କୃତ ହେବେ ଓ ଭବିଷ୍ୟଦ୍ବକ୍ତାମାନେ ବିସ୍ମୟାପନ୍ନ ହେବେ। ଅଗ୍ନିମୟ ବିଚାରର ଅବଶିଷ୍ଟ ସମୟ ଏହିପରି ଦୃଶ୍ୟରେ ପରିପୂର୍ଣ୍ଣ ହେବ। ଏବେ ଆସନ୍ତୁ ଆମେ ଜିରିମିୟା ଅଧ୍ୟାୟ 5 ପଦ 1 ଦେଖିବା। ଜିରିମିୟା ଅଧ୍ୟାୟ 5 ପଦ 1। ତୁମ୍ଭେମାନେ ଜିରୁସାଲମର ସବୁ ସଡ଼କରେ ଏଣେ ତେଣେ ଧାଇ ଦେଖ ଓ ବୁଝ, ଆଉ ତହିଁର ଛକ ସ୍ଥାନ ସବୁରେ ଖୋଜ। ଯେବେ ନ୍ୟାୟାଚାରୀ ଓ ସତ୍ୟ ଅନ୍ୱେଷଣକାରୀ ଏକ ଜଣ ପାଇପାର, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା। ଏହି ବାକ୍ୟ ଆମେ ପୂର୍ବରୁ କେଉଁଠି ଶୁଣିଥିବା ପରି ଲାଗୁଛି, ନୁହେଁ କି? ବାଇବଲରେ ଆଉ କେଉଁଠାରେ ଆମେ ଏପରି ବାକ୍ୟ ପାଇଛୁ? ସୋଦମ ଓ ହୋମରାର ବିନାଶ ପୂର୍ବରୁ ଅବ୍ରାହମ ପରମେଶ୍ୱରଙ୍କୁ ନିବେଦନ କଲେ, ଆପଣ କ'ଣ ଦୁଷ୍ଟଙ୍କ ସହ ଧାର୍ମିକଙ୍କୁ ବିନାଶ କରିବେ? ଓ ସହରକୁ ବଞ୍ଚାଇବା ପାଇଁ ଧାର୍ମିକ ଲୋକଙ୍କ ସଂଖ୍ୟା କମାଇବାକୁ ଲାଗିଲେ। କିନ୍ତୁ ଶେଷରେ ସେଠାରେ ଅଳ୍ପ ଧାର୍ମିକ ଲୋକ ମଧ୍ୟ ନ ମିଳିବାରୁ ପରମେଶ୍ୱର ଅଗ୍ନି ଦ୍ୱାରା ଅନ୍ତିମ ବିଚାର କଲେ। ଏଠାରେ ମଧ୍ୟ ପରମେଶ୍ୱର କହନ୍ତି, ଯେବେ ନ୍ୟାୟାଚାରୀ ଓ ସତ୍ୟ ଅନ୍ୱେଷଣକାରୀ ଏକ ଜଣ ପାଇପାର, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା। ଜଗତ ଅଧିକରୁ ଅଧିକ ଦୁଷ୍ଟ ହେଉଛି, ପରମେଶ୍ୱରଙ୍କର ଧାର୍ମିକତାରୁ ଦୂରେଇ ଯାଉଛି ଏବଂ ଆତ୍ମିକ ଭାବରେ କଠୋର ହୋଇଯାଉଛି। କେହି କହିପାରନ୍ତି, ଚର୍ଚ୍ଚ ଅଫ୍ ଗଡ୍ କେବଳ ବାଇବେଲ ମାନି ବହୁତ କଠୋର ହୋଇଯାଉଛି, ନୁହେଁ କି? ଏପରି ବନ୍ଧନରେ ଜଣେ କିପରି ବଞ୍ଚିପାରିବ? ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ବଞ୍ଚିବା କେବେ ବି ବନ୍ଧନ ନୁହେଁ।
ଏହା ସବୁଠାରୁ ସୁରକ୍ଷିତ, ସବୁଠାରୁ ଆଶୀର୍ବାଦପୂର୍ଣ୍ଣ ଏବଂ ସବୁଠାରୁ ନିଶ୍ଚିତ ପଥ। ତେଣୁ ଆମେ ଏପରି ଜୀବନଯାପନ କରିବାକୁ ସକ୍ଷମ ହେବା ଉଚିତ। ଯେତେବେଳେ ଆପଣଙ୍କ ପାଖରେ ସମୟ ଅଛି, ଦୟାକରି 2 ପିତର ଅଧ୍ୟାୟ 3, ମଲାଖି ଅଧ୍ୟାୟ 4 ଏବଂ ସଫନୀୟ ଅଧ୍ୟାୟ 1ରେ ବର୍ଣ୍ଣିତ ଦୃଶ୍ୟଗୁଡ଼ିକୁ ମଧ୍ୟ ସମୀକ୍ଷା କରନ୍ତୁ। ଆସନ୍ତୁ ଆମେ ଜିସାଇୟା ଅଧ୍ୟାୟ 24 ପଦ 1 ଦେଖିବା। ଜିସାଇୟା ଅଧ୍ୟାୟ 24 ପଦ 1। ଦେଖ, ସଦାପ୍ରଭୁ ପୃଥିବୀକି ଶୂନ୍ୟ ଓ ଉଜାଡ଼ କରୁଅଛନ୍ତି, ଆଉ ତାହା ଓଲଟାଇ। ପରମେଶ୍ୱର ପୃଥିବୀକୁ ଧ୍ୱଂସ କରିବେ, ଏହି ବାକ୍ୟରୁ ତାହାଙ୍କର ମହାକ୍ରୋଧ ବିଷୟରେ ଜଣାପଡ଼େ। ଯଦିଓ ବାଇବଲ ଅନୁସାରେ ଏହା ଏକ ନରମ ଅଭିବ୍ୟକ୍ତି, ତଥାପି ଆମେ ପରମେଶ୍ୱରଙ୍କ ପବିତ୍ର କ୍ରୋଧର ପ୍ରଚଣ୍ଡତାକୁ ବୁଝିପାରିବା। କୁହାଯାଏ ଯେ ପରମେଶ୍ୱର ପୃଥିବୀକୁ ସେହିପରି ଛାଡ଼ନ୍ତି ନାହିଁ, ବରଂ ଏହାର ଦୁଷ୍ଟତା ସ୍ୱର୍ଗକୁ ଭେଦ କରୁଥିବାରୁ ସେ ଏହାକୁ ଉଜାଡ଼ି ଦେଇ ବିନାଶ କରିବେ। ଆଉ ତାହା ଓଲଟାଇ ତହିର ନିବାସୀମାନଙ୍କୁ ଛିନ୍ନ ଭିନ୍ନ କରୁଅଛନ୍ତି। ତହିରେ ଯେପରି ଲୋକମାନଙ୍କର, ସେପରି ଯାଜକର, ଯେପରି ଦାସର, ସେପରି ତାହାର କର୍ତ୍ତାର, ଯେପରି ଦାସୀର, ସେପରି ତାହାର କର୍ତ୍ରୀର, ଯେପରି କ୍ରୟକାରୀର, ସେପରି ବିକ୍ରୟକାରୀର, ଯେପରି ମହାଜନର, ସେପରି ଖାତକର, ଯେପରି ସୁଧଗ୍ରାହୀର, ସେପରି ସୁଧଦାତାର ପ୍ରତି ଘଟିବ। ପୃଥିବୀ ସମ୍ପୂର୍ଣ୍ଣ ରୂପେ ଶୂନ୍ୟ ଓ ସମ୍ପୂର୍ଣ୍ଣ ରୂପେ ଲୁଟିତ ହେବ, କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି। ପୃଥିବୀ ଶୋକ କରି ନିସ୍ତେଜ ହେଉଅଛି, ଜଗତ ମ୍ଳାନ ହୋଇ ନିସ୍ତେଜ ହେଉଅଛି, ପୃଥିବୀର ଉଚ୍ଚ ଲୋକମାନେ ମ୍ଳାନ ହୁଅନ୍ତି। ପୃଥିବୀ ତନ୍ନିବାସୀମାନଙ୍କ ପଦତଳେ ଅପବିତ୍ର ହୋଇଅଛି, କାରଣ ସେମାନେ ବ୍ୟବସ୍ଥା ସବୁ ଲଙ୍ଘନ କରିଅଛନ୍ତି, ବିଧି ଅନ୍ୟଥା କରିଅଛନ୍ତି, ଅନନ୍ତକାଳ ସ୍ଥାୟୀ ନିୟମ ଭାଙ୍ଗିଅଛନ୍ତି। ଏହେତୁ ଅଭିଶାପ ପୃଥିବୀକି ଗ୍ରାସ କରିଅଛି ଓ ତନ୍ନିବାସୀଗଣ ଅପରାଧୀ ହୋଇଅଛନ୍ତି। ତହି ନିମନ୍ତେ ପୃଥିବୀ ନିବାସୀମାନେ ଦଗ୍ଧ ହୋଇଅଛନ୍ତି ଓ ଅଳ୍ପ ଲୋକ ଅବଶିଷ୍ଟ ଅଛନ୍ତି। ନୂତନ ଦ୍ରାକ୍ଷାରସ ଶୋକ କରୁଅଛି, ଦ୍ରାକ୍ଷାଲତା ମ୍ଳାନ ହେଉଅଛି, ପ୍ରଫୁଲ୍ଲ ଚିତ୍ତ ସମସ୍ତେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛନ୍ତି। ତବଲାର ଆମୋଦ ନିବୃତ୍ତ ହେଉଅଛି, ଉଲ୍ଲାସକାରୀମାନଙ୍କର ଧ୍ୱନି ଶେଷ ହେଉଅଛି, ବୀଣାର ଆନନ୍ଦ ନିବୃତ୍ତ ହେଉଅଛି। ଲୋକମାନେ ଗାନ ସହକାରେ ଦ୍ରାକ୍ଷାରସ ପାନ କରିବେ ନାହିଁ, ସୁରାପାଇମାନଙ୍କୁ ସୁରା ତିକ୍ତ ଲାଗିବ। ନିର୍ଜନ ନଗର ଭଗ୍ନ ହୋଇଅଛି, କୌଣସି ମନୁଷ୍ୟ ଯେପରି ଭିତରକୁ ଯାଇ ନ ପାରିବ, ଏଥିପାଇଁ ପ୍ରତ୍ୟେକ ଗୃହ ରୁଦ୍ଧ ହୋଇଅଛି। ଦ୍ରାକ୍ଷାରସ ସକାଶେ ସଡ଼କରେ ଚିତ୍କାର ହୁଏ, ସବୁ ପ୍ରକାର ଆନନ୍ଦ ଅନ୍ଧକାରାଚ୍ଛନ୍ନ ହୋଇଅଛି, ଦେଶର ଆମୋଦ ଯାଇଅଛି। ନଗରରେ ଧ୍ୱଂସତା ମାତ୍ର ଅବଶିଷ୍ଟ ଥାଏ ଓ ଦ୍ୱାର ଭଗ୍ନ ହୋଇ ବିନଷ୍ଟ ହୋଇଅଛି। କାରଣ ଯେପରି ଜିତବୃକ୍ଷ ଝାଡ଼ିବା ବେଳେ ହୁଏ ଓ ଦ୍ରାକ୍ଷାଫଳ ସଂଗ୍ରହ ଉତ୍ତାରେ ଯେପରି ଦ୍ରାକ୍ଷା ସାଉଁଟିବାର ହୁଏ, ସେପରି ପୃଥିବୀସ୍ଥ ଗୋଷ୍ଠୀମାନଙ୍କ ମଧ୍ୟରେ ଘଟିବ। ଆପଣମାନେ ଏହିପରି ପରିବେଶ ଓ ପରିସ୍ଥିତିକୁ କଳ୍ପନା କରି ଦେଖନ୍ତୁ। ଏସବୁ ମଧ୍ୟରେ ସିଓନରେ ନିସ୍ତାର ପର୍ବ ପାଳନକାରୀଙ୍କଠାରୁ ପରମେଶ୍ୱର ବିପତ୍ତି ସବୁ ଦୂର କରିବେ। ସେମାନଙ୍କୁ ମୁକ୍ତି ଦେବେ ଓ ସ୍ୱର୍ଗର ରାଜ୍ୟକୁ ନେଇଯିବେ। ଏହା କେତେ ସୁନ୍ଦର ଓ ଉତ୍ତମ ସମ୍ବାଦ, ନୁହେଁ କି? ଆସନ୍ତୁ ଏହି ସମ୍ବାଦ ଆମ ପଡ଼ୋଶୀ, ପରିବାର, ସମ୍ପର୍କୀୟ ଓ ଆଖପାଖର ଲୋକଙ୍କୁ ଜଣାଇବା। ଆମେ ଜଗତକୁ କ୍ଷତି ପହଞ୍ଚାଇବା ଭଳି କିଛି ଦେଉନାହୁଁ, ଆମେ ମାନବ ଜାତିର ସର୍ବୋତ୍ତମ ହିତ ସାଧନ କରୁଛୁ। କାହାକୁ କିଛି ଭଲ ଜିନିଷ ଦେଲାବେଳେ ଆମେ କ'ଣ କେବେ ଦ୍ୱିଧା କିମ୍ବା ଭୟ କରୁ କି? ଆପଣ କହିବେ, ମୁଁ ଆପଣଙ୍କୁ କିଛି ଦେବାକୁ ଚାହେଁ, ଏହା ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। ଆପଣ ଏହା ଏବେ ବୁଝିପାରୁନାହାନ୍ତି। ଆପଣଙ୍କ ସନ୍ତାନ ବା ପିତାମାତାଙ୍କ ଜନ୍ମଦିନରେ ଉପହାର ଦେବାବେଳେ ଆପଣ ଏହି ଆଶାରେ ଦିଅନ୍ତି, ନୁହେଁ କି? ଏହା ଖୋଲିଲେ ସେମାନେ ବହୁତ ଖୁସି ହେବେ। ଏହିପରି ମନ ନେଇ ଆମେ ସୁସମାଚାର ପ୍ରଚାର କରିବା ଓ ଏହି ଉପହାରଗୁଡ଼ିକୁ ବାଣ୍ଟିବା ଉଚିତ। ଏଥିପାଇଁ ଆମେ ଦେଉଥିବା ସମ୍ବାଦ ଆନନ୍ଦମୟ। ଏହି ସମ୍ବାଦ ବାଇବେଲରେ ସୁସମାଚାର ବୋଲି ଲିପିବଦ୍ଧ, ଯାହାର ଅର୍ଥ ଶୁଭ ସମ୍ବାଦ, ନୁହେଁ କି? ଆସନ୍ତୁ ଏହାକୁ ବହୁଳ ଭାବେ ପ୍ରଚାର କରିବା। ଆମେ ପରମେଶ୍ୱରଙ୍କ ଇଚ୍ଛା ଘୋଷଣାକାରୀ ହେବା ଉଚିତ। ନୋହଙ୍କ ସମୟରେ ଯେପରି ଜଳରେ ଜଗତର ବିଚାର ହେଲା, ସେହିପରି ଶେଷ କାଳରେ ପରମେଶ୍ୱର ନିଶ୍ଚୟ ବିଚାର କରିବେ। କିନ୍ତୁ ଏଥିରେ କେବଳ ଭୟଙ୍କର ଓ ବିସ୍ମୟକର ଘଟଣା ନାହିଁ, ପରମେଶ୍ୱରଙ୍କର ପରିତ୍ରାଣର ପ୍ରତିଜ୍ଞା ମଧ୍ୟ ରହିଛି। ତେଣୁ ଆସନ୍ତୁ ସମସ୍ତ ଆତ୍ମାକୁ ନିସ୍ତାର ପର୍ବର ଜୀବନମୟ ସତ୍ୟ ନିକଟକୁ ଆଗେଇ ନେବା।
ଏହିପରି ହୃଦୟରେ ଆସନ୍ତୁ ସମସ୍ତଙ୍କୁ କହିବା, ଏହି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ, ବରଂ ଏହାକୁ ଗ୍ରହଣ କରନ୍ତୁ। ଏହା ଏକ ଶେଷ ଓ ବିଶେଷ ସୁଯୋଗ। ତେଣୁ ଦୟାକରି ଜୀବନର ପର୍ବ ନିସ୍ତାର ପର୍ବରେ ଆମ ସହିତ ଯୋଗ ଦିଅନ୍ତୁ। ପରମେଶ୍ୱରଙ୍କ ଆଶୀର୍ବାଦ ଓ ଅନୁଗ୍ରହ ଗ୍ରହଣ କରନ୍ତୁ। ଏହିପରି ହୃଦୟରେ ଆମ୍ଭମାନଙ୍କୁ ଜଗତର ଲୋକଙ୍କ ନିକଟରେ ନୂତନ ନିୟମର ବହୁମୂଲ୍ୟ ସୁସମାଚାର ପ୍ରଚାର କରିବାକୁ ହେବ। ପରମେଶ୍ୱର ବାକ୍ୟ ଦେଇଛନ୍ତି ଯେ ଏହି ଦୁଇ ବିଚାର ନିଶ୍ଚୟ ସଫଳ ହେବ। ଜଗତର ଲୋକେ ବେପରୁଆ ହେଲେ ମଧ୍ୟ ଆମ୍ଭେ ସେମାନଙ୍କ ସହ ଭାସିଯିବା ଉଚିତ ନୁହେଁ। ବରଂ ପରମେଶ୍ୱରଙ୍କ ଶିକ୍ଷା ଅନୁସାରେ ଯଦି ସେ କୁହନ୍ତି ଏହା ପବିତ୍ର ନୁହେଁ, ଏହା ଈଶ୍ୱରୀୟ ନୁହେଁ, ତେବେ ଆମ୍ଭେ ସେ ସବୁକୁ ତ୍ୟାଗ କରିବା ଉଚିତ। ଆମ୍ଭେମାନେ ପରମେଶ୍ୱରଙ୍କ ଶିକ୍ଷା ଶିଖି ପାଳନ କରୁଥିବା ସିଓନର ଲୋକ ନୁହେଁ କି? ତେବେ ଆମ୍ଭେ ପଚାରିବା ଉଚିତ, ସିଓନରେ କ'ଣ ଶିକ୍ଷା ମିଳେ? ଆହୁରି ମଧ୍ୟ ଏହି ଯୁଗରେ ପରମେଶ୍ୱର କିପରି ଆମ୍ଭଙ୍କୁ ପଥ ଦେଖାଉଛନ୍ତି? ଯଦି ଆମ୍ଭେ ତାହାଙ୍କ ପଥ ପ୍ରଦର୍ଶନକୁ ଧ୍ୟାନ ଦେଇ ପାଳନ କରୁ, ତେବେ ମୋର ବିଶ୍ୱାସ ଏହି ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ମଧ୍ୟରେ ମଧ୍ୟ ପରମେଶ୍ୱର ତାହାଙ୍କ ଲୋକଙ୍କୁ ସୁରକ୍ଷିତ ଭାବରେ ଅନନ୍ତ ସ୍ୱର୍ଗ ରାଜ୍ୟକୁ ନେଇଯିବେ। ତେଣୁ ଆମ୍ଭେ ପଚାରିବା, କାହିଁକି ନୋହଙ୍କ ଓ ସଦମ ଗମୋରାର ଦିନରେ ଲୋକେ ବିଚାରିତ ହେଲେ, ଆଉ କାହିଁକି ଏହି ଶେଷ ଯୁଗ ପରମେଶ୍ୱରଙ୍କ ବିଚାରର ସମ୍ମୁଖୀନ ହେଉଛି? ଦୟାକରି ଏହାକୁ କେବେ ହେଲେ ଭୁଲନ୍ତୁ ନାହିଁ। ଏପରି ସ୍ଥାନରେ ଲୋକେ ସର୍ବଦା ପରମେଶ୍ୱରଙ୍କ ଶିକ୍ଷାର ବିପରୀତ କାର୍ଯ୍ୟ କରୁଥିଲେ। ଦୁଇ ବିଚାର ଓ ନିସ୍ତାର ପର୍ବ ଦ୍ୱାରା ଆଜି ପରମେଶ୍ୱରଙ୍କର ଶିକ୍ଷା ଏହି ଯେ ନୋହଙ୍କ ସମୟ ପରି ଏହି ଯୁଗ ପାଇଁ ଆମ୍ଭଙ୍କୁ ପ୍ରସ୍ତୁତ କରିବା ତାହାଙ୍କ ଇଚ୍ଛା ଅଟେ। ମୁଁ ବିନତି କରୁଛି, ଏହାକୁ ହୃଦୟରେ ରଖନ୍ତୁ, ଯେପରି ଆପଣମାନେ ଆନନ୍ଦରେ ଏହି ବର୍ଷର ନିସ୍ତାର ପର୍ବ ପାଳନ କରିପାରିବେ। ଆପଣମାନେ ବହୁ ଅନୁଗ୍ରହ ପାଇଛନ୍ତି ବୋଲି ଆଶା କରି ମୁଁ ଆଜିର ଉପଦେଶ ସମାପ୍ତ କରୁଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।